ସୁକିନ୍ଦା ଗଡ଼ସ୍ଥିତ ବହୁ ପୁରାତନ ରଥଯାତ୍ରାରେ ବ୍ୟବହୃତ ରଥରେ ଲାଗିଲା ନିଆଁ। ସୁକିନ୍ଦା ଗଡ଼ସ୍ଥିତ ବହୁ ପୁରାତନ ରଥଯାତ୍ରାରେ ବ୍ୟବହୃତ ରଥରେ ଲାଗିଯାଇଛି ନିଆଁ। ସୂଚନା ମୁତାବକ ସୁକିନ୍ଦା ଗଡ଼ରେ ଏକ ବିବାହ ଉତ୍ସବରେ ଭୁଲ ବଶତଃ ବାଣରୁ ନିଆଁ ଝୁଲ ପଡ଼ି ସୁକିନ୍ଦା ରଥଦାଣ୍ଡରେ ଥିବା ରଥ ଗମ୍ବୁଜରେ ଥିବା ଛଣରେ ହଠାତ୍ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିଥିଲେ। ସୁକିନ୍ଦା ଦମକଳ ବାହିନୀର କର୍ମଚାରୀମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିବା ବେଳକୁ ରଥର କିଛି ଅଂଶ ଜଳିଯାଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ରାଜା ଓ ବ୍ରାହ୍ମଣ ସମାଜର ନିଷ୍ପତ୍ତି କ୍ରମେ ନିୟମ ଅନୁଯାୟୀ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଆଗାମୀ ରଥଯାତ୍ରା ସମୟରେ ସମ୍ପୂର୍ଣ୍ଣ ରଥ ନୂତନ ଭାବେ ମରାମତି କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।